ରୁଷ ୟୁକ୍ରେନ ଯୁଦ୍ଧର ଡ୍ରୋନ୍ ହମଲାରେ ଓଡ଼ିଆ ଯୁବକ ଚିକିଟି ଅଞ୍ଚଳ ମାଧବନ୍ଧର ରାମାୟାଙ୍କର ମୃତ୍ୟୁ 4 ଦିନ ବିତିଯାଇଛି କିନ୍ତୁ ଶବ ଫେରିପାରିନାହିଁ। ଆଉ କିଭଳି ଶବ ଗାଁରେ ପହଞ୍ଚି ପାରିବ ଏନେଇ ତାଙ୍କ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଗୁହାରି କରାଯାଇଛି। ସେ ଜିଲ୍ଲା ପ୍ରଶାସନ କୁହନ୍ତୁ ବା ଏଜେନ୍ସି ଯେଉଁ ରହିଥିଲେ ମାଇକନ ଏଜେନ୍ସି ରହିଥିଲେ ଏଜେନ୍ସିକୁ ମଧ୍ୟ ଗୁହାରି କରାଯାଇଛି। ଏଜେନ୍ସି ପକ୍ଷରୁ ମଧ୍ୟ ଯାହାକି ଯେଉଁ ଏମ୍ବାସି ରହିଛି ଏମ୍ବାସିକୁ ମଧ୍ୟ ମେଲ୍ କରାଯାଇଛି। ତା ସହିତ ସେଠାକାର ଯିଏ କମ୍ପାନୀ ରହିଛି କମ୍ପାନୀ ସିଓଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଛି। ଯିଏ ରହିଛନ୍ତି ଏ ରାମାୟଣଙ୍କ ବାପା ରହିଛନ୍ତି ସିଏ ମଧ୍ୟ କମ୍ପାନୀ ସିଓଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି। ଆମ ଗହଣରେ ଏଜେନ୍ସି ଅଛନ୍ତି ତାଙ୍କର ପ୍ରତିକ୍ରିୟା ନେବା। କ'ଣ କହିବେ ଆଜ୍ଞା? ଆପଣ ସିଧାସଳଖ ଯେତେବେଳେ ତାଙ୍କର ବାପା ଆସିଥିଲେ ଗ୍ରାମବାସୀ ମଧ୍ୟ ଆସିଛନ୍ତି ଆପଣଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କର ଶବଟା ଫେରାଇ ଆଣିବା ପାଇଁ ଏନେ ଆପଣଙ୍କ ପକ୍ଷରୁ କ'ଣ ଉଦ୍ୟମ ହେଇଛି କ'ଣ କ'ଣ ଆପଣ ଇଏ କରୁଛନ୍ତି କହିବେ? 3 ଦିନ ପୂର୍ବରୁ ଗ୍ରାମବାସୀ ଆସିଥିଲେ ଏଇ ଇନସିଡେଣ୍ଟ ଲାଗି। ଆସିବା ପରେ ତୁରନ୍ତ ଆମେ ସେଇ ଇନସିଡେଣ୍ଟଟା କ'ଣ ହେଇଛି କ'ଣ ନାହିଁ ଆମେ ତୁରନ୍ତ ଜାଣିପାରିଲୁନୁ। ତାପରେ ଆମେ କମ୍ପାନୀକୁ କେବେ ଇନଫର୍ମ କଲୁ, କମ୍ପାନୀ କେବେ ପଚାରିଲୁ କ'ଣ ହେଇଛି, ଆମର ସେଇ କ୍ୟାଜୁଆଲିଟି ଆମ ଗାଁର ଆମ ଏଜେନ୍ସି ଥ୍ରୁରୁ ହେଇଛି। ତାପରେ ତାର କ'ଣ ନେକ୍ସଟ କ'ଣ ହବ, ତାକୁ କେମିତି ଡେଡ୍ ବଡି ଆସିବ, ତାର କମ୍ପନସେସନ କେମିତି ହବ ଏ ବିଷୟ ଲାଗି ଆମେ ପ୍ରଚୁର ଇମେଲ କରିଥିଲୁ। କମ୍ପାନୀର ଯେଉଁ ମେନ୍ ଅଫିସ୍ ତୁର୍କୀରେ ଥିଲା ତୁର୍କୀକୁ ମଧ୍ୟ ଆମେ ପର୍ସନାଲି କଲ୍ କରିକି ଆମର ମେନ୍ ଅଫିସରେ ମଧ୍ୟ ତୁର୍କୀର ଗୋଟେ ମେନ୍ ଅଫିସ୍ ଅଛି ସେଇ ମେନ୍ ଅଫିସରେ ଆମେ ପଠେଇକି ପର୍ସନାଲି ତାଙ୍କ ସହିତ କଥା ହେଇକି ସେଇ ଯେଉଁ ଡାଇରେକ୍ଟର ମ୍ୟାଡ଼ାମ୍ ଥିଲେ ଡାଇରେକ୍ଟର ମ୍ୟାଡ଼ାମ୍ ତାଙ୍କ ଆଉଥରେ ମସ୍କୋ ଆସିକି ମସ୍କୋ ଆସିଲା ପରେ ଡାଇରେକ୍ଟଲି ଆମେ କଥା ହେଲୁ, ଭିଡ଼ିଓ କଲ୍ କନଫରେନ୍ସରେ କଥା ହେଲୁ। କଥା ହେଲା ପରେ ତାଙ୍କେ ହୋପ୍ ଦେଲେ କି 4 ଦିନ 5 ଦିନ ଭିତରେ ଡେଡ୍ ବଡିଟା ପଠେଇବେ ଆଉ ଗୋଟେ ହ୍ୟୁଜ୍ ଆମାଉଣ୍ଟ ମଧ୍ୟ ଆମେ ଟିକେ କମ୍ପନସେସନରେ କ୍ଲିୟର କରୁଛୁ ସାର୍। ସେଇ କମ୍ପନସେସନ ଆମାଉଣ୍ଟ ମଧ୍ୟ କମ୍ପାନୀ ମସ୍କୋ ଏମ୍ବାସିକୁ ମେଲ୍ କରିଦେଇଛି। ସେ ଆମାଉଣ୍ଟ ମଧ୍ୟ ସବୁ ଡିଟେଲ୍ ମୁଁ ଆପଣଙ୍କୁ ଦେବି। ମୁଁ ଡାଇରେକ୍ଟଲି ମା ବାବା ତାଙ୍କର ଭାଇଙ୍କୁ କମ୍ପାନୀ ସହିତ କମ୍ପାନୀ ଯେଉଁ ସେ ଡାଇରେକ୍ଟର ମ୍ୟାଡ଼ାମ୍ ଥିଲେ ଓ ଡାଇରେକ୍ଟର ସାର୍ ଥିଲେ ତାଙ୍କ ସହିତ ଡାଇରେକ୍ଟଲି କଥା ହେଲେ। କଥା ହେଇକି ସେଇ କ'ଣ ହବ କ'ଣ ନାହିଁ ଏସବୁ ପ୍ରୋବ୍ଲେମ୍ ସବୁ ସଲ୍ଭ କରାଯାଇଛି ସାର୍। ସେଇ ବିଷୟରେ ସବୁ କ୍ଲିୟର ହୋଇଯାଇଛି। ବର୍ତ୍ତମାନ ଶବ କୋଉଠି ରହିଛି କେମିତି ଆସିବ ପ୍ରୋସେସ କ'ଣ? ସବୁ ବର୍ତ୍ତମାନ ମସ୍କୋ ଗଭର୍ଣ୍ଣମେଣ୍ଟ ପାଖରେ ଅଛି। ସେ ସବୁଟା ଏବେ କମ୍ପାନୀକୁ ହ୍ୟାଣ୍ଡଓଭର ହେଇଯିବ ସାର୍। ହେଲା ପରେ ଆମେ ଆଟଲିଷ୍ଟ ଆଜି ନହେଲେ କାଲି କେଉଁ ଫ୍ଲାଇଟ୍ ଆଭେଲେବିଲିଟି ଅଛି ଚେକ୍ କରିକି ଆଜ୍ ସୁନ୍ ଆଜ୍ ଭୁବନେଶ୍ୱର ମଗାଇବା ପାଇଁ ଟ୍ରାଏ କରୁଛୁ ସାର୍। କିଭଳି କମ୍ପାନୀ କର୍ତ୍ତୃପକ୍ଷ ଯେଉଁ ରହିଛନ୍ତି କିଭଳି ସହଯୋଗ କରୁଛନ୍ତି ଆଉ କ'ଣ? କମ୍ପାନୀ ପକ୍ଷରୁ ଆମକୁ ମାତ୍ର ବହୁତ ବଢ଼ିଆ ସହଯୋଗ ରହୁଛି। ଆମେ କେତେ ଟ୍ରାଏ କଲୁ ଆମ ଏଜେନ୍ସି ସାଇଡ଼ରୁ ମଧ୍ୟ କମ୍ପାନୀ ସାଇଡ଼ରୁ ମଧ୍ୟ ଟ୍ରାଏ କରିକି କମ୍ପାନୀ ସାଇଡ଼ରୁ ବହୁତ ବହୁତ ପଜିଟିଭତା ଅଛି। କମ୍ପାନୀ ଆମ କହିବା ତୁରନ୍ତ ରିଆକ୍ଟ କରିକି ଡେଡ୍ ବଡ଼ିର ସବୁ କ୍ଲିୟର କରାହେଇଛି। କମ୍ପନସେସନ୍ ଆମାଉଣ୍ଟ ମଧ୍ୟ ଭାୟା ଗଭର୍ଣ୍ଣମେଣ୍ଟ ଏମ୍ବାସିକୁ ମଧ୍ୟ ମେଲ୍ କରାହେଇଛି କମ୍ପନସେସନ୍ ଆମାଉଣ୍ଟଟା। ସେଇ ଇମେଲ୍ ମଧ୍ୟ ମୁଁ ଆପଣଙ୍କୁ ଶୋ କରିପାରିବି। ଦେଖନ୍ତୁ ଯେଭଳି ଭାବେ କହୁଥିଲେ ଯେ କମ୍ପାନୀ ମଧ୍ୟ ଏକ ମେଲ୍ କରିଛି ଯାହାକି ଯେଉଁ ରାଶି ରହିଛି ସହାୟତା ରାଶି ମଧ୍ୟ ରହିଛି ସେ ମେଲ୍ କରିଛି। କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ଏମ୍ବାସିକୁ ମେଲ୍ କରିଛନ୍ତି। ଏମ୍ବାସି ମଧ୍ୟ ପରିବାର ଲୋକକୁ ମଧ୍ୟ ଜଣାଇଛି ଯେ ଏତିକି ଟଙ୍କାର ସହାୟତା ରାଶି ମଧ୍ୟ କମ୍ପାନୀ ପ୍ରଦାନ କରିବ। ତ ଏହାର ଯେଉଁ ପ୍ରୋସେସ୍ ରହିଛି ଶବକୁ ଅଣାଯିବ ଫ୍ଲାଇଟ୍ରେ ଅଣାଯିବ କିଭଳି ଅଣାଯିବ ଭାରତୀୟ ଦୂତାବାସ ରୁଷର ଦୂତାବାସ ମାନଙ୍କ ସହିତ ଆଲୋଚନା ଚାଲିଛି। ସରକାରଙ୍କର ମଧ୍ୟ ଏଥିରେ ହସ୍ତକ୍ଷେପ ହୋଇଛି। ଆମ ଗହଣରେ ତାଙ୍କର ଆଉ ଟିକେ ପ୍ରତିକ୍ରିୟା ନେବା କ'ଣ କହିବେ? କମ୍ପାନୀର ଯେଉଁ ମେନ୍ ଆମକୁ ଯେଉଁ କମ୍ପନସେସନ୍ ମିଳିବ ସେଇଟା ଅଫିସିଆଲି ମେଲ୍ କରାଯାଇଛି। ତ ଏଇ ଯେଉଁ ମସ୍କୋ ଏମ୍ଇଏ ଗଭର୍ଣ୍ଣମେଣ୍ଟ ଏଇ ଯେଉଁ ଆମର ମସ୍କୋ ଏମ୍ବାସିକୁ ଆମକୁ ମେଲ୍ କରିଦେଇଛନ୍ତି। କମ୍ପାନୀ ଡାଇରେକ୍ଟର ମେଲ୍ କରିଛନ୍ତି। ସେଇ ମେଲ୍ରେ ଡିଟେଲ୍ ଲେଖା ହେଇଛି କି ତାଙ୍କେ କେତେ କମ୍ପନସେସନ୍ ଦେବେ କ'ଣ ଦେବେ କେମିତି ପ୍ରୋସେସ୍ ହେବ। ଆମେ ଏମ୍ବାସିକୁ ମଧ୍ୟ ରିକ୍ୱେଷ୍ଟ କରୁଛୁ କି ଜଲ୍ଦି ସେ କେତେ ଜଲ୍ଦି ହେବ ସେ ଆମାଉଣ୍ଟ ଡେଡ୍ ବଡ଼ିଟା ମଧ୍ୟ ଆମକୁ ପଠେଇଲେ ହେଲ୍ପ ହେବ। ଯେଭଳି ଭାବେ ଏଜେନ୍ସି କହୁଥିଲେ ଯେ କିଭଳି ତାଙ୍କର ଶବ ପହଞ୍ଚି ପାରିବ ଆଉ ସହାୟତା ରାଶି ମଧ୍ୟ କମ୍ପାନୀ ପକ୍ଷରୁ ମେଲ୍ କରାଯାଇଛି। ଆମ ଗହଣରେ ତାଙ୍କ ଗ୍ରାମବାସୀ ମଧ୍ୟ ରହିଛନ୍ତି। କ'ଣ କହିବେ ଆଜ୍ଞା? ଆଜି ଆପଣ ଏଜେନ୍ସି ପାଖକୁ ଆସିଥିଲେ କ'ଣ ଆଲୋଚନା ହେଇଥିଲା କ'ଣ କେମିତି କ'ଣ? ମରିଗଲା ପରେ ସେ ରାମಯ್ୟା ମରିଗଲା ପରେ ଆମ ଗ୍ରାମବାସୀ ଆମର ମାଇକନ ଇନଷ୍ଟିଚ୍ୟୁସନକୁ ଆସିକିରି ଆଲୋଚନା ଏ ବିଷୟରେ କରିଥିଲୁ। ତାପରେ ମାଇକନ ଇନଷ୍ଟିଚ୍ୟୁସନ ବାଲା ପ୍ରଥମେ ବହୁତ ସାହାଯ୍ୟ କଲେ କମ୍ପାନୀ ସହିତ କଥାବାର୍ତ୍ତା ହେଇକିରି କହିବି ବୋଲି କହିଲେ। ତାପରେ ଗୋଟେ ସମୟ ଦେଇଥିଲେ, ସମୟ ଭିତରେ ଆସିଲେ ଆମେ ଆଲୋଚନା କରିବା ବୋଲି। ସେ ସମୟ ଭିତରେ ସେମାନେ ବହୁତ ସାହାଯ୍ୟ କରୁଛନ୍ତି।
ତାଙ୍କର କମ୍ପାନୀ ଏବଂ ମୋର ମାଇକନ ଇନଷ୍ଟିଟ୍ୟୁସନ ଓନର ଯେ ମିଶିକିରି ଆମକୁ ବହୁତ ହେଲ୍ପ କରୁଛନ୍ତି ତାଙ୍କର ଡେଡ୍ ବଡି ଯେମିତି ଆଣିବା ଏବଂ ତାଙ୍କର କମ୍ପୋଜିସନ କେମିତି ପାଇବା ଏ ବିଷୟରେ ଆମକୁ ବହୁତ ହେଲ୍ପ କରୁଛନ୍ତି ଏ ଯୋଗୁଁ ଆମ ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ଧନ୍ୟବାଦ। ଦେଖନ୍ତୁ ଯେଭଳି ଭାବେ କହୁଥିଲେ ତାଙ୍କ ବାପା ମଧ୍ୟ ରହିଛନ୍ତି, ଯୋଉ ଏ ରାମାୟା ରହିଛନ୍ତି ତାଙ୍କ ବାପା ମଧ୍ୟ ରହିଛନ୍ତି। ଆଜି ଏଜେନ୍ସି ବାବୁ ଆସିଥିଲେ, ପୁଅଙ୍କର ଶେଷ ଫଟୋ ଦେଖିଲେ, ଆପଣ କଣ କହିବେ? ସେ ବାବୁ ଆମର ପିଲାଟା ସେଠି ଡେଡ୍ ବଡି ଅଛି ବୋଲିକରି ଆମ ପାଖ ଆଇଲୁ। ସେ ବାବୁ ଆମକୁ ବହୁତ ଧନ୍ୟବାଦ କରିଛନ୍ତି। ଦେଖନ୍ତୁ ବାପା ମଧ୍ୟ ଆଉ କିଛି କହିପାରୁନାହାନ୍ତି, କାରଣ 4 ଦିନ ଧରି ପୁଅର ଶବକୁ ଅନାଇ ରହିଛନ୍ତି କିଭଳି ଶେଷ ଦର୍ଶନ କରିବେ। କଣ କେମିତି ରହିଛନ୍ତି ଗ୍ରାମବାସୀ କୁହନ୍ତୁ, ସମ୍ପର୍କୀୟ କୁହନ୍ତୁ, ଏଜେନ୍ସିଙ୍କ ପକ୍ଷରୁ ସରକାର ମଧ୍ୟ ସହଯୋଗ କରିଛନ୍ତି, ଏଜେନ୍ସି ମଧ୍ୟ ସହଯୋଗ କରିଛନ୍ତି। ତେବେ କେବେ ପହଞ୍ଚୁଛି ଶବ ଆଉ କିଭଳି ପରିବାର ଶେଷ ଦର୍ଶନ କରୁଛନ୍ତି ଆଉ ସହାୟତା ରାଶି କେବେ ପ୍ରଦାନ କରାଯାଉଛି ତାକୁ ହିଁ ଅପେକ୍ଷା। ଗଞ୍ଜାମ ଜିଲ୍ଲା ଚିକିଟରୁ ସତ୍ୟନାରାୟଣ ପାଢୀ, OTV।